ଉପଦେଶରୁ କିଛି ଅଂଶ। ଯେଉଁ ଲୋକ ସବୁବେଳେ ଭୟ ରଖେ ସେ ଧନ୍ୟ, ମାତ୍ର ଯେ ଆପଣା ମନକୁ କଠିନ କରେ ସେ ଆପଦରେ ପଡ଼ିବ। ଯେପରି ଗର୍ଜନକାରୀ ସିଂହ ଓ ଭ୍ରମଣକାରୀ ଭାଲୁ, ସେପରି ଦିନହୀନ ପ୍ରଜାଙ୍କ ଉପରେ ଦୁଷ୍ଟ କର୍ତ୍ତା। ଯେଉଁ ଅଧ୍ୟକ୍ଷ ବୁଦ୍ଧିହୀନ ସେ ମଧ୍ୟ ଅତି ଉପଦ୍ରବୀ ହୁଏ, ମାତ୍ର ଯେ ଲୋଭକୁ ଘୃଣା କରେ ସେ ଆପଣା ଦିନ ବଢ଼ାଇବ। ଯେଉଁ ଲୋକ କୌଣସି ଲୋକର ରକ୍ତରେ ଭାରଗ୍ରସ୍ତ ହୁଏ ସେ ଗର୍ତ୍ତ ପର୍ଯ୍ୟନ୍ତ ପଳାଇବ, କେହି ତାହାକୁ ନ ଅଟକାଉ। ଯେଉଁ ଲୋକ ସିଦ୍ଧ ଭାବରେ ଚାଲେ ସେ ରକ୍ଷା ପାଏ, ମାତ୍ର ଆପଣା ପଥରେ କୁଟିଳ ଲୋକ ଅକସ୍ମାତ୍ ପଡ଼ିବ। ଆପଣା ଭୂମି ଯେ ଚଷେ ସେ ଯଥେଷ୍ଟ ଆହାର ପାଇବ, ପୁଣି ଯେ ଅସାର ଲୋକଙ୍କ ଅନୁଗାମୀ ହୁଏ ତାହାର ଯଥେଷ୍ଟ ଦରିଦ୍ରତା ହେବ। ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ, ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ ସେ ଅଦଣ୍ଡିତ ନୋହିବ। ଆମେନ୍।